ବର୍ଷା କୁ ଖାତିର ନ କରି ଆସିଛୁ। ବର୍ଷା ଥାଇକି ବି ଲୋକ ପୁରା ଓଡିଆ ମୁଭିକୁ ଦେଖିବା ପାଇଁ ଆସୁଛନ୍ତି। 12ଟା 21 ହେଲାଣି, ବର୍ଷାକୁ ଲୋକମାନେ ଖାତିର ନ କରି ଆଜି ଓଡିଆ ଫିଲ୍ମ କାଙ୍ଗୁଲାକୁ ଦେଖିବାକୁ ଆସୁଛନ୍ତି। ଓଡିଆ ଫିଲ୍ମ ଏତେ ରାତିରେ 12ଟା ରାତିରେ ଆମେ କେବେ ଦେଖିବାକୁ ଆସିନୁ। ବର୍ଷା ତ ହଉଛି, ତଥାପି ଆମେ ଆଇଛୁ କଷ୍ଟ କରି କାଙ୍ଗୁଲା ମୁଭି ଦେଖିବାକୁ ଆସିଛୁ। ବର୍ତ୍ତମାନ ତ ଘଣ୍ଟାରେ 1:20 ହେଲାଣି, ରାତି 1:20। ଦେଖନ୍ତୁ ଆମେ ପୁରା ଦିନ ସାରା ପୁରା ବିଜି ସେଡ୍ୟୁଲ ଥାଏ, ପୁରା ଯଦି ଆମ କ୍ୟାଫେ ଅଛି ସେଥିପାଇଁ ବିଜି ସେଡ୍ୟୁଲ ଥାଏ। ଆମ ଟାଇମ ଟା ରଖିଥାଉ କିନ୍ତୁ ରାତିରେ ଆସି ଦେଖିବା ପାଇଁ। ଏତେ ବର୍ଷା ହଉଥିଲା ତଥାପି ଆମେ ଆସିଲୁ, ଯେହେତୁ ଓଡିଆ ଫିଲ୍ମ ଲଭର ତ ସେଇ ହିସାବରେ ଓଡିଆ ଫିଲ୍ମ ପାଇଁ ଦେଖିବା ପାଇଁ ଆସିଛୁ କାଙ୍ଗୁଲା। ହଁ ଆଜି ତ ପୁରା ପ୍ୟାକ୍ ଅଛି, ପୁରା ସବୁ ସିଟ୍ ହିଁ ଫିଲ୍ ଅପ୍ ଅଛି। ଏତେ ରାତିରେ ବି ଏତେ ବର୍ଷା ଥାଇକି ବି ଲୋକ ପୁରା ଓଡିଆ ମୁଭିକୁ ଦେଖିବା ପାଇଁ ଆସୁଛନ୍ତି। ଆଉ ଯେହେତୁ ଟ୍ରେଲର ଟା ଦେଖିଲୁ ବହୁତ ବଢିଆ ଆସିଥିଲା, ଆଉ ଅଶ୍ୱିନ ଭାଇଙ୍କ ମୁଭିଟା ଯେମିତି ଆମେ ଦେଖି ଆସିଛୁ ଡେଲିଭରି ବୟ, ତାଙ୍କ ମୁଭି ଦେଖି ଆସିଛୁ, ଭଲ ଲାଗେ, ସେଥିପାଇଁ କାଙ୍ଗୁଲା ଦେଖିବାକୁ ଆସିଛୁ। ପୁରା ହାଉସଫୁଲ ଭାଇ, ଦେଖୁଛ ତ ପୁରା ଖାଲି, ପୁରା ଭିତରେ ପୁରା ଗହଳି। ବର୍ଷା ତ ହଉଛି, ତଥାପି ଆମେ ଆଇଛୁ କଷ୍ଟ କରି। ବହୁତ ଭଲ ଲାଗୁଛି ଭାଇ, ସୁପର ହିଟ୍ ପୁରା ଲାଗୁଛି, ପୁରା କଷ ଠାକୁର ନେଇ କରୁଛନ୍ତି, ଭଲ ଲାଗୁଛି ଫିଲ୍ମ ଟା, ପୁରା ସୁପର ହିଟ୍ ହେଇଛି। ଆମକୁ ବି ଭଲ ଲାଗୁଛି ଫିଲ୍ମ ଟା ଦେଖିବାକୁ, ବଢିଆ ଲାଗୁଛି। ମୁଁ ଯେହେତୁ ସେଇ ଏରିଆରେ ଯାଉଛି, ମୁଁ ବି ଟିକେ ଦଣ୍ଡ ନାଚ ବିଷୟରେ ଦେଖିଛି, ପିଲାଦିନୁ ଜାଣିଛି, ଆଉ ଗୀତ ବି ବଢିଆ ଲାଗୁଛି, ମ୍ୟୁଜିକ ଭଲ ଅଛି। ଫିଲ୍ମ ଦେଖିବାକୁ ଆସିଛୁ କିନ୍ତୁ ଓଡିଆ ଫିଲ୍ମ ଏତେ ରାତିରେ 12ଟା ରାତିରେ ଆମେ କେବେ ଦେଖିବାକୁ ଆସିନୁ। ଆମର କାମ ସରିଲା, ଆମେ ଜାଣିଲୁ କି 12ଟାରେ ଆଜି ଶୋ ଅଛି, କାଲି ଶୋ ନାହିଁ, ତ ଆଜି ପଳେଇବା ଦେଖିବା ପାଇଁ। ବହୁତ ବଢିଆ ଲାଗୁଛି। ଦେଖିପାରୁଥିବ ଯେମିତି ଏବେ 12ଟା 21 ହେଲାଣି, ପୁରା ହାଉସଫୁଲ ଅଛି। ବର୍ଷାକୁ ଲୋକମାନେ ଖାତିର ନ କରି ଆଜି ଓଡିଆ ଫିଲ୍ମ କାଙ୍ଗୁଲାକୁ ଦେଖିବାକୁ ଆସୁଛନ୍ତି। ଆଉ ଭୁବନେଶ୍ୱର ଲୋକ ବହୁତ ଭଲ ପାଇବା ଦେଇଛନ୍ତି କାଙ୍ଗୁଲା ମୁଭି ଦେଖିବାକୁ ଆସିବା ପାଇଁ। ଏକଦମ ଆପଣ ଯାଇକି ଦେଖିବେ, ପୁରା ଫୁଲ ହାଉସ, ବହୁତ ବଢିଆ ହେଇଛି ସିନେମାଟି। ପ୍ରଥମ ଥର ଦେଖିଥିଲେ, ଏଟା ମୋର 2ୟ ଥର। ଆପଣ ମାନେ ଆସନ୍ତୁ, କାଙ୍ଗୁଲା ଦେଖନ୍ତୁ, ଆଉ ବହୁତ ସାରା ଏନ୍ଜୟ କରନ୍ତୁ। ନିଶ୍ଚିତ ଭାବେ ଆମେ ବର୍ଷା କୁ ଖାତିର ନ କରି ଆସିଛୁ। ଲୋକ ଓଦା ହେଇକି ଭାଇ ଅପେକ୍ଷା କରିଛନ୍ତି ଏଇ ମୁଭି ଦେଖିବା ପାଇଁ। ବହୁତ ହି ବଢିଆ ହେଇଛି। ପ୍ରଥମ ଥର ମୁଁ ଏତେ ରାତି 12:30ରେ ଆସିଛି ଗୋଟେ ଶୋ ଦେଖିବାକୁ, ଯୋଉଟା କି ପୁରା ହାଉସଫୁଲ ଦେଖିପାରିବେ। ଓଡିଆର ଗୋଟେ ଆମର ନିଚୁକ କାହାଣୀ ଦେଖିପାରିବେ, ଯୋଉଟା ଅନୁଗୁଳ ଗୋଟେ ଷ୍ଟୋରି। ସମ୍ବିତ ଅଛି, ତା ସହିତ ଭୂପିନ୍ଦର ଭାଇ ଅଛନ୍ତି, ବହୁତ ହି ବଢିଆ ହେଇଛି ଭାଇ ଷ୍ଟୋରି। ପ୍ରଥମ ଯୋଉଟା ମୁଁ ଟ୍ରେଲର ଦେଖିଥିଲି, ଆଉ ତାଙ୍କ ଗୀତ ବି ଦେଖିଥିଲି, ସେଇଟା ବହୁତ ବଢିଆ ଲାଗିଲା। ମୁଁ ସେଥିପାଇଁ ଆସିଛି ଫିଲ୍ମ ଦେଖିବାକୁ। ମୁଁ ଓଭରାଲି କହିବି ଫିଲ୍ମ ବିଷୟରେ, ଆମ ଓଡିଆରେ ଏମିତି ସବୁବେଳେ ଗୋଟେ ଫିଲ୍ମ ମୁଭି ଚାଲିଥାଉ, ଯୋଉଠି ସମସ୍ତେ ଆସନ୍ତୁ ଆଉ ସମସ୍ତେ ଯୋଗଦାନ ଦିଅନ୍ତୁ ଆମ ଓଡିଆ ମୁଭି କି, ଓଡିଆ ଇଣ୍ଡଷ୍ଟ୍ରି କି ଆଗେଇକି ବଢିବା ପାଇଁ।